ସାର୍ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇଥିଲେ ସେଠି ଯୋଉ ବିଜେପି କୁ ଟାର୍ଗେଟ କରିଛନ୍ତି ବିଜେଡି ଉପରେ ବର୍ଷିଛନ୍ତି ଏବଂ ବିଜେଡି କି ଗୋଟେ ବେଇମାନ ବି କହିଛନ୍ତି ୟାକୁ ନେଇକି ଆପଣଙ୍କର କଣ ମତ ରହିବ? ନାଇଁ ମୁଁ ତ କାଲି ତାଙ୍କର ଭାଷଣକୁ ଦେଖୁଥିଲି। କହିଛନ୍ତି ଭୋଟ ଚୋରି ପ୍ରାର୍ଥୀ ଚୋରି ସବୁ କଥା କହିଛନ୍ତି। ତା ଭିତରେ ଗୋଟେ ଶବ୍ଦ ମଧ୍ୟ ବ୍ୟବହାର କରିଛନ୍ତି ସେଣ୍ଟେନ୍ସ ବିଜେପି ବିଶ୍ୱାସଘାତକତା କରିଛି। ବିଜେପି କି ବିଶ୍ୱାସଘାତକତା କରିଛି ସେଇଟା ସେ ଏକ୍ସପ୍ଲେନ କରିନାହାନ୍ତି। ବିଜେପି ତାଙ୍କୁ କଣ ବିଶ୍ୱାସ ଦେଇଥିଲା ଆଉ ସେ ବିଶ୍ୱାସଘାତକତା କଲା, ମୁଁ ଭାବୁଛି ସେଇଟା ଗୋଟେ ଏକ୍ସପ୍ଲେନ ହେବା ଦରକାର। କାହିଁକିନା ଗଲା ନିର୍ବାଚନରେ ଯେଭଳି ଭାବରେ ସେରେ ସମସ୍ତେ ଓଡ଼ିଶାରେ ସମସ୍ତେ ଯେତେବେଳେ ବିସ୍ମିତ ହେଇଥିଲେ ଯେତେବେଳେ ଦଳ ବିଧାନସଭାରେ ଯୋଉ ଦଳ 40% ଭୋଟ ପାଉଛି 40 ସମଥିଙ୍ଗ ଭୋଟ ପାଉଛି ସେ ଦଳ ଲୋକସଭାରେ ଗୋଟିଏ ଆସନ ଜିଣୁନି। ଏଥିପାଇଁ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଭାବରେ ତାଙ୍କୁ କିଛି ଜବାବ ଦିଆହେଇଥିଲା କି ଯେ ଲୋକସଭାରେ ଏତିକି କରିଦେଲେ ସେ ବିଧାନସଭାରେ ତାଙ୍କର ଏଠି ସରକାର ହେଇଯିବ, କିନ୍ତୁ ସେଇଟା ବି ହେଲାନି। କଣ ବିଶ୍ୱାସଘାତକତା କଣ ହେଲା ସେଇଟା ଏକ୍ସପ୍ଲେନ ସେ କରିନାହାନ୍ତି। କିନ୍ତୁ କାଲି କହିଛନ୍ତି ବିଶ୍ୱାସଘାତକତା ହେଇଛି। କି ବିଶ୍ୱାସଘାତକତା ହେଲା ସେଇଟା ଏକ୍ସପ୍ଲେନ ହେବା ଦରକାର। ଭୋଟ ଚୋରି ତ କହିଲେ, କିନ୍ତୁ ଭୋଟ ଚୋରି କଥା ଯୋଉ କହୁଥିଲେ ତାଙ୍କର ଯେ ଭୋଟ ଚୋରି ପ୍ରସଙ୍ଗ ଯେ ଉଠେଇଥିଲେ ଦଳ ଭିତରେ ମାନେ ଦଳ ପକ୍ଷ ଦିଆଯାଇଥିଲା ନିର୍ବାଚନ କମିଶନ ଦିଆଯାଇଛି ତା ଦେହରେ ଅମର ପଟ୍ଟନାୟକ ଥିଲେ ପ୍ରମୁଖ ଭୂମିକାରେ। ଆପଣ ଜାଣିଛନ୍ତି ତଥ୍ୟ ବାହାର କରିକି ଯେହେତୁ ସେ ଏଇଥିଲେ ହିସାବ କରିବା ଲୋକ ବାହାର କରି ଦେଇଥିଲେ। ସିଏ କାଲି ବିଜେପିରେ ଜଏନ୍ କରିଛନ୍ତି ଯୋଉଦିନ ଯେତେବେଳେ ନବୀନ ପଟ୍ଟନାୟକ ସେଠି ଭାଷଣ ଦଉଛନ୍ତି। କଣ ଏଥିରୁ ଆପଣ ବୁଝିବେ? ଆଉ ସେଇ ଲୋକଙ୍କୁ ସେ ଏତେ ଟ୍ରଷ୍ଟ କରୁଥିଲେ ଅମର ପଟ୍ଟନାୟକଙ୍କୁ ଖାଲି ବିଶେଷ କରୁଥିଲେ ସେ ଦଳ ଜଏନ୍ କରିବାର 6 ମାସ ପରେ ତାଙ୍କୁ ରାଜ୍ୟସଭା ପଠେଇଲେ, ଆଇଟି ସେଲ ମୁଖ୍ୟ କରିଥିଲେ। ସେ କଥା କିପରି ହେଲା? ଇଏ କି ବିଶ୍ୱାସଘାତକତାରେ ଇଏ ଗୋଟେ ବି ଅଂଶ ବୋଲି ଧରିବାକୁ ପଡିବ କି? ତେଣୁ ନବୀନ ପଟ୍ଟନାୟକ କାଲି ଯାହା କହିଛନ୍ତି ଯୋଉ କଥା ବାହାରେ କହିଦେଇଛନ୍ତି ଭୋଟ ଚୋରି ହେଲା କି ପ୍ରାର୍ଥୀ ଚୋରି ଏତେ ବୁଝି ହଉଛି, କିନ୍ତୁ ବିଶ୍ୱାସଘାତକତା କଣ କରାଗଲା କୋଉ କୋଉ କ୍ଷେତ୍ରରେ ବିଶ୍ୱାସ ତାଙ୍କୁ ଦେଇଥିଲା ବିଜେପି ଯୋଉ ବିଶ୍ୱାସ ରଖିଲା ନାହିଁ ସେଇଟା ଏକ୍ସପ୍ଲେନ ହେବା ଦରକାର ପଡୁଛି। ବର୍ତ୍ତମାନ ମାନେ ଓଡ଼ିଶାବାସୀ ବିଜେପି ହେଲା ସମସ୍ତେ ବିଜେଡି ସମର୍ଥକ ମାନେ ମଧ୍ୟ ପ୍ରଶ୍ନ କରିବା ଦରକାର କଣ ବିଜେପି ଦେଇଥିଲା ଭରସା ବିଶ୍ୱାସ ଦେଇଥିଲା ବିଶ୍ୱାସ ରଖିଲାନି। ଏକ ଦ୍ୱିତୀୟ କଥା ହଉଛି ଏଇ କଥା ଖାଲି କହିଦେଲେ ତ ହବନି। କାଲି ସେ ବହୁତ କଥା କହିଛନ୍ତି ବିଜେପି ବିରୁଦ୍ଧରେ କରିଛନ୍ତି, ଠିକ ଅଛି, କିନ୍ତୁ ଆପଣ ବିଜେପି କ୍ଷମତାଚ୍ୟୁତ ହେଲା ପରେ ଗଲା 16 ମାସ ଭିତରେ ବିଜେଡିର ଆପଣ କାର୍ଯ୍ୟକଳାପ ଦେଖନ୍ତୁ। ଜାତୀୟ ସ୍ତରରେ ବା ରାଜ୍ୟ ସ୍ତରରେ ସେ ବିଜେଡି ବିରୁଦ୍ଧରେ କୌଣସି ଏପରି କିଛି କାର୍ଯ୍ୟକ୍ରମ ଗୋଟେ ମୁଖ୍ୟ ବିରୋଧୀ ଦଳ ହିସାବରେ କରିଛନ୍ତି କି? କରିନାହାନ୍ତି। ଯାହା କରିଛନ୍ତି ଅତ୍ୟନ୍ତ ମାଇନର, ବହୁତ ବଡ ବଡ ଘଟଣା ଆମେ ଉଠଉନାହାନ୍ତି। କାଲି ମଧ୍ୟ ସେଠି ନବୀନ ପଟ୍ଟନାୟକ ଯୋଉ ଗଲେ କେତେ ଗୁଡାକ ମୁଖ୍ୟ ପ୍ରସଙ୍ଗ ଯୋଉଟା ରାଜ୍ୟରେ ଆନ୍ଦୋଳିତ କରୁଛି ଲୋକମାନଙ୍କ ବିଷୟରେ ସେ ସମ୍ପର୍କରେ ମଧ୍ୟ କୌଣସି ପ୍ରଶ୍ନ ବି ଉଠେଇ ନାହାନ୍ତି। କିନ୍ତୁ କାଲି କିନ୍ତୁ ବିଜେପିର ଏଇ ଯୋଉ କଥାରେ କିନ୍ତୁ କହିଛନ୍ତି ବିଶ୍ୱାସଘାତକତା କରିଛି ସେଇଟା ଗୋଟେ ଏକ୍ସପ୍ଲାନେସନ ଦରକାର ପଡୁଛି, ସ୍ପଷ୍ଟୀକରଣ ଦରକାର ପଡୁଛି। କିଏ ଦେଇପାରିବ ସ୍ପଷ୍ଟୀକରଣ? ନବୀନ ପଟ୍ଟନାୟକ ଦେଇପାରିବେ କିମ୍ବା ତାଙ୍କର ଯିଏ ନିକଟ ଲୋକ ଭିକେ ପାଣ୍ଡିଆନ ଦେଇପାରିବେ। କି ବିଶ୍ୱାସ ବିଜେପି ଦେଇଥିଲା ସେ ବିଶ୍ୱାସ ରଖିଲାନି। ସାର୍ ପ୍ରାର୍ଥୀ ଚୋରି ପ୍ରସଙ୍ଗ ଯୋଉ କଥା ଉଠେଇଛନ୍ତି ଯୋଉ ଅମର ପଟ୍ଟନାୟକ ଯଦି ଗଲେ କିନ୍ତୁ ବିଜୁ ଜନତା ଦଳ ତ ପୁଣି ଗୁଡ଼ାଏ ନେତାଙ୍କୁ ତାଙ୍କ ଦଳରେ ସାମିଲ ନାଇଁ କରିଛନ୍ତି ଯେ ବହୁ। ଏଇ ଯୋଉ ପ୍ରାର୍ଥୀ ଚୋରି କରି ଆସିବେ କଂଗ୍ରେସରୁ କଣ ପ୍ରାର୍ଥୀ ଚୋରି କରିନାହାନ୍ତି? କରିଛନ୍ତି। କିଏ ନ ଜାଣିଛି? ସେଇଟା କୋଶ୍ଚିନ୍ ନୁହଁ, ସେଇଟା ତ କହିଦେଲେ ସିଏ। ଆମେ ଦେଖିଲୁ ଜୟ ଢୁଲକିଆ ଚାଲିଗଲା ସେଠୁ ରାଜେନ୍ଦ୍ର ଢୁଲକିଆ ତାଙ୍କ ବିଜେଡିର ଥିଲା, ବିଜେଡିର ମନ୍ତ୍ରୀ ଥିଲା, ତା ପୁଅ ଚାଲିଗଲା। ପ୍ରାର୍ଥୀ ଚୋରି କହିଲେ, ଭୋଟ ଚୋରି ବି କହିଲେ, କିନ୍ତୁ ଭୋଟ ଚୋରି ପ୍ରସଙ୍ଗରେ ଯୋଉ ପ୍ରସଙ୍ଗ ନିର୍ବାଚନ କମିଶନ ଆଗରେ ସେ ଦେଇଥିଲେ ତାକୁ ପର୍ସୁ କରୁଛନ୍ତି କି? ମୁଁ ଯିବି ତମ ସାଙ୍ଗରେ, ତାକୁ ପର୍ସୁ କରୁଛନ୍ତି କି? ତାକୁ ତ ପର୍ସୁ କରୁନାହାନ୍ତି। ସେ ସେଇଟାକୁ ସେଇଠି ଛାଡି ଦେଇଛନ୍ତି। ସାର୍ ଏଇ ଯୋଉ ରାଜେନ୍ଦ୍ରଙ୍କ ପୁଅ ହଁ ଜୟ ଯେତେବେଳେ ମିଶିଲେ ସେକୁ ନେଇକି ବୋଧେ ସେ କହିଥାଇ ପାରନ୍ତି ଯେ ଯୋଉଟା ନେଲେ ସେ ପ୍ରାର୍ଥୀ ଚୋରି କରିକି ନେଲେ, କିନ୍ତୁ ସେ ତ ଅନେକ ପ୍ରାର୍ଥୀ ନେଇଛି, ମୁଁ ମମତାଙ୍କ ଘରେ। କହିଛି ନେଇଛନ୍ତି ପରା। ସିଏ ବିଜେଡି ନେଇନି କି? ବିଜେଡି କଥା କରିଛି, କଂଗ୍ରେସ ଦଳ ଲୋକ ଆଣିଛି, ବିଜେପିର ଲୋକ ଆଣି ପ୍ରାର୍ଥୀ କରିଛି, କରିନି କି ସିଏ? କରିଛି। କିନ୍ତୁ ଏଇ ଘଟଣାରେ ଯେହେତୁ ସେଇ ଜାଗାରେ ରାଜେନ୍ଦ୍ର ହଲିକାଙ୍କ ମୃତ୍ୟୁ ହେଇଥିଲା ଏବଂ ରାଜେନ୍ଦ୍ର ହଲିକାଙ୍କ ଆସନର ବର୍ତ୍ତମାନ ଉପନିର୍ବାଚନ ହଉଛି, ରାଜେନ୍ଦ୍ରଙ୍କ ଯୋଉଟା ସିମ୍ପାଥି ଫ୍ୟାକ୍ଟର ପାଇଥାନ୍ତେ ସେ ତାଙ୍କ ପୁଅ ଛିଡା ହେଇଥିଲେ, କିନ୍ତୁ ତାଙ୍କ ପୁଅ ଚାଲିଗଲା, ବିଜେପିର ପ୍ରାର୍ଥୀ ହେଲା। ସେଇଟାକୁ ପ୍ରାର୍ଥୀ ଚୋରି ବୋଲି କହୁଛନ୍ତି। ଶୁଣନ୍ତୁ ଆଜ୍ଞା, ମୁଁ ପ୍ରଥମରୁ ଯାହା କହିଛି ସେ ନିର୍ବାଚନରେ ସେ ସ୍ଥିତି ସେୟା ଅଛି, ସେଥିରେ ବି ବିଶେଷ ପରିବର୍ତ୍ତନ ହେଇନି। କିନ୍ତୁ ମୋର ଭାବୁଛି ଯେ ଗୋଟେ ଭାବୁଛି
ବିଜେଡି ଯେଭଳି ଭାବେ ଆସପେକ୍ଟ କରୁଛି ଗୋଟେ ସିରିୟସ୍ ଟ୍ରାଙ୍ଗୁଲାର ଫାଇଟ୍ ହେଇପାରେ, କିନ୍ତୁ ସେ ଟ୍ରାଙ୍ଗୁଲାର ଫାଇଟ୍ରେ ଏବେ ମଧ୍ୟ ମୁଁ ଭାବୁଛି ଶାସକ ଦଳ ହିସାବରେ ବିଜେପିର ଗୋଟେ ଆଡଭାଣ୍ଟେଜ ଉପନିର୍ବାଚନ ରହିବା କଥା ରହିବ, କିନ୍ତୁ କଂଗ୍ରେସର ପ୍ରାର୍ଥୀ ଦମଦାର ପ୍ରାର୍ଥୀ ସେଥିରେ କିଛି କଥା ନାହିଁ। କଂଗ୍ରେସ କିନ୍ତୁ ରିସୋର୍ସରେ ମ୍ୟାଚ୍ କରିପାରିବନି ଏ ଦୁଇ ଦଳଙ୍କୁ, ଆଉ ଉପନିର୍ବାଚନ ରିସୋର୍ସ ଇଜ ଭେରି ଭେରି ଭାଇଟାଲ। ସାର୍ ଗତ ଥର ଆପଣ ଦେଖିଥିଲେ ଆଦିବାସୀଙ୍କ ଭୋଟ କଂଗ୍ରେସକୁ ମିଳିଥିଲା, ଏଥର ସାର୍ କଣ ଆପଣ ଭାବୁଛନ୍ତି? ନାଇଁ ଆଦିବାସୀ ପ୍ରାର୍ଥୀ ତାଙ୍କର, ଆଦିବାସୀ ଗଲାଥରକ ଯେପରି ଭାବରେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ତାଙ୍କୁ ଦେଇଥିଲେ ସେଇ ସମୟରେ ପୁରା ଭୋଟ ଯଦି ସେ ସେଇ ଅନୁସାରେ ପାଆନ୍ତି ତେବେ ନିର୍ବାଚନ ଜିତିଯିବେ, କିନ୍ତୁ ସେଇ ଅନୁସାରେ 100% ସପୋର୍ଟ ଆଦିବାସୀ ମିଳିବ ଏ ବିଶ୍ୱାସ ମୋର ଆଉ ନାହିଁ, ହଉନି। କାରଣ ସେ କଂଗ୍ରେସ ଜଏନ୍ କଲା ପରେ ସେଠି କିଛି ଡିଭିଜନ ବି ହେଇଛି, ଅନ୍ୟାନ୍ୟ ଦଳମାନେ ଚେଷ୍ଟା କରୁଛନ୍ତି, ବିଜେଡି ମଧ୍ୟ ଚେଷ୍ଟା କରୁଛି, କାରଣ ଆଦିବାସୀ କହିଲେ ସେ ହେଉଛନ୍ତି ଗଣ୍ଡ କମ୍ୟୁନିଟି, ଯାହାର ଅନ୍ୟ କମ୍ୟୁନିଟିର ମଧ୍ୟ ଆଦିବାସୀ ଅଛନ୍ତି, ତାଙ୍କ ଭିତରେ କିଛି ଡିଭିଜନ ହେଇଛି ଆଦିବାସୀ ସଂଘରେ, ସେଟା କିପରି ଭାବେ ରୂପାୟିତ ହବ ସେଟା ଦେଖିବାର କଥା। ସେଇଟା କିନ୍ତୁ ଆଦିବାସୀ ଭୋଟ ଯେ ପୁରା 100%, କିନ୍ତୁ ମେଜର ଭୋଟ ଆଦିବାସୀର ନିଶ୍ଚିତ ଭାବରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଯିବ। ସାର୍ 16 ମାସର ସରକାର ଗୋଟେ ସୁଭଦ୍ରା ଯୋଜନା ଆଉ ସେପଟେ ଚାଷୀ ମାନଙ୍କର ବି MSP ବୃଦ୍ଧି ହେଇଛି, ଏଇଟାରେ କିଛି ଆପଣ ଦେଖୁଛନ୍ତି ଏଇ ଉପନିର୍ବାଚନରେ ବିଜେପି କି ଫାଇଦା ଦବ? ହଁ କିଛି ନିଶ୍ଚୟ ଦବ, କିଛି ନିଶ୍ଚୟ ଦବ, କାହିଁକିନା ସିଧାସଳଖ ଭାବରେ ଯୋଉମାନେ ସୁଭଦ୍ରାରେ ବେନିଫିସିଆରୀ ଅଛନ୍ତି ଆଉ ଯୋଉମାନେ ଚାଷରେ ମଧ୍ୟ ସେ ଦେଖନ୍ତୁ ସେ ଅଞ୍ଚଳ ଦୁଇଟା ପ୍ରମୁଖ ପ୍ରସଙ୍ଗ ସେଠି, ଏଣ୍ଟାୟାର ନୂଆପଡ଼ା ଦୁଇଟି ପ୍ରମୁଖ ପ୍ରସଙ୍ଗ, ଗୋଟେ ହେଲା ଚାଷୀ ଚାଷ ମାନଙ୍କର ସେଠି, ଆଉ ଦ୍ୱିତୀୟ ହେଲା ଦାଦନ। ଦାଦନ ପ୍ରସଙ୍ଗରେ କେହି କିଛି କହୁନାହାନ୍ତି, ଦାଦନ ସେଠି ଗୋଟେ ମୁଖ୍ୟ ପ୍ରସଙ୍ଗ। ଦାଦନ ହଉଛନ୍ତି କାହିଁକି, ଆଉ ସେଟା ପୁଣି ବହୁତ ଅନସ୍କିଲ୍ଡ ଲୋକ, ତାଙ୍କୁ ସ୍କିଲ୍ କରିବା, ସେଠି କିଛି ଏଡୁକେସନ ଇନଷ୍ଟିଟ୍ୟୁସନ ଅଛି କି? ଏଇ ଲୋକମାନଙ୍କୁ ସେଠି ସ୍କିଲ୍ କରିବା ପାଇଁ ଏଡୁକେସନ ଇନଷ୍ଟିଟ୍ୟୁସନ ଅଛି କି? ନାହିଁ, ଭଲ ଗୋଟେ ଏଡୁକେସନ ଇନଷ୍ଟିଟ୍ୟୁସନ ନାହିଁ। ତେଣୁ ଦାଦନ ଶ୍ରମିକ ପ୍ରଶ୍ନ ଉପରେ ମୁଁ କାଲି ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ଦାଦନ ଶ୍ରମିକ ପ୍ରସଙ୍ଗଟାକୁ ଗୋଟେ ପ୍ରାଥମିକ ଭାବରେ ଦବା କଥା ଦେଇନାହାନ୍ତି, ବା ବିଜେପି ଦାଦନ କଥା ପ୍ରଥମରୁ କହୁଥିବା ଦାଦନ ମୁକ୍ତ କରିଦବ, କିନ୍ତୁ ଦାଦନ କଥାକୁ ସେ ମତ ବର୍ତ୍ତମାନ ସେଇ ପ୍ରସଙ୍ଗ ଭାବରେ ନେଉନାହାନ୍ତି। କିନ୍ତୁ ଯୋଉଭଳି ଭାବରେ ବେନିଫିଟ ଦେଇଛନ୍ତି ସେମାନେ ସୁଭଦ୍ରା କିଛି ମହିଳାମାନଙ୍କ ପାଇଁ, ବା ଚାଷୀଙ୍କୁ ଯୋଉ 3100 ଟଙ୍କା ସେଥିରେ ଯୋଉ ଚାଷୀମାନେ ଉପକୃତ ହେଇଛନ୍ତି, ସେ ସେକ୍ଟରର କିଛି ରହୁଛି। ଏବଂ ସବୁଠୁ ବଡ କଥା ହଉଛି ସେ ଅଞ୍ଚଳରେ ଆପଣ ଜାଣିଛନ୍ତି ନୂଆପଡ଼ା ଜିଲ୍ଲାରେ ଯେ ବ୍ୟବସାୟ ଅଣ ଓଡ଼ିଆ ମାନଙ୍କ ଦ୍ୱାରା, ଯେମିତି ଅଣ ଓଡ଼ିଆ ମାନେ ମାରୱାଡ଼ି ବା ଗୁଜୁରାଟୀ ଏମାନଙ୍କ ଦ୍ୱାରା ପରିଚାଳିତ, ଆଉ ଏଇ ସେକ୍ସନଟା ପୁରାପୁରି ଭାବରେ ବିଜେପିର ସମର୍ଥକ ହେଇଯାଇଛି, ତାର ଗୋଟେ ପ୍ରଭାବ ଅଛି। ଦାଦନ ପ୍ରସଙ୍ଗକୁ କୌଣସି ଦଳ ମୁଦ୍ଦା କାହିଁକି କରୁନାହାନ୍ତି? କାରଣ ସେଇ ଡାଇରେକ୍ସନ କେହି କିଛି କାମ କରୁନି, ଏଇ ଏତେ ବର୍ଷ କ୍ଷମତା ଥିଲେ ସେଇ ଡାଇରେକ୍ସନ କିଛି କାମ କରୁନାହାନ୍ତି, ଇଏ ବି ଅଛନ୍ତି ସେଇ ଡାଇରେକ୍ସନ କିଛି କାମ ବର୍ତ୍ତମାନ କରିନାହାନ୍ତି। ଏଟା ଗୋଟେ ବଡ ଚାପ ସୃଷ୍ଟି କରିବ ବୋଲି କେହି କରୁନାହାନ୍ତି ନିଯୁକ୍ତି ପ୍ରସଙ୍ଗ। ନିଶ୍ଚିତ ଭାବରେ ଏତେ ସଂଖ୍ୟାରେ ଲୋକ ସେଠି ଗଲେ ଦିଟା ସମସ୍ୟା ସେଠି ସେ ଲୋକମାନଙ୍କର, ଗୋଟେ ହେଲା ଚାଷ, ମୁଁ କହିଲି ସେଠି କୃଷି ପ୍ରଧାନ ଜିଲ୍ଲା, ଆଉ ଗୋଟେ ହେଲା ଦାଦନ, ଏ ଦିଟାକୁ ଆଡ୍ରେସ କରିବା କଥା। ଏବଂ କୃଷିରେ ମଧ୍ୟ ଯେମିତି ଭାବରେ ମୁଁ କହିଲି 3100 ଟଙ୍କା ମିଳିଛି, କିଛି ଲୋକ ଉପକୃତ ହେଇଛନ୍ତି ଯୋଉମାନଙ୍କର ଧାନ ବିକିଛନ୍ତି ହେଇଛନ୍ତି, କିନ୍ତୁ ଧାନ ବିକୁଥିବା ଯୋଉ ପରିବାର ସେମାନେ ଯାହାର ଅଧିକା ଜମି ଅଛି, ସେଠି ସମସ୍ତଙ୍କର ଅଧିକା ଜମି ଅଛି କି? ଜମି ନଥିବା ଚାଷୀ ବହୁତ, ଅଳ୍ପ ଏକରେ ଅଧ ଏକରେ ଥିବା ଲୋକ ବହୁତ, କୃଷି ଶ୍ରମିକ ବହୁତ, ତାଙ୍କ ପାଇଁ ତ କଣ ଆଡ୍ରେସ କରାହେଇନି ନା। ତେଣୁ ସେଠି ସେମାନେ ଆଜି ପର୍ଯ୍ୟନ୍ତ ସେଇ ଦାଦନ ଶ୍ରମିକ ହେଇକି ଯାଉଛନ୍ତି, ଅଳ୍ପ ଦିନ ଚାଷ କରି ବାକି ଯାଉଛନ୍ତି ଦାଦନ ଶ୍ରମିକ ହେଇ, ସେ କୋଶ୍ଚିନକୁ ଆଡ୍ରେସ କରାଯାଉନି। ସାର୍ ଶେଷ ପ୍ରଶ୍ନ, ନବୀନ ପଟ୍ଟନାୟକ କାଲି ଯୋଉ ଅଭିଯୋଗ ଆଣିଲେ ବିଜେପି ଉପରେ, ସେ ତାଙ୍କରି ଉପରେ, ତାଙ୍କର ଏତେ ଦିନ ସରକାର ଥିଲା 24 ବର୍ଷ ସରକାର, ସେଇ ଯୋଗୁ ଇଏ ନବୀନ ପ୍ରଭାକର ଯୋଉ କୋଶ୍ଚିନ୍ ଉଠେଇଛନ୍ତି ଏଇଟା ବିଜେପି କି ସୁହାଇବ ନା ବିଜେଡି କି ସୁହାଇବ? ନାଇଁ ସିଏ କିନ୍ତୁ ମୁଁ କହିଲି ତାଙ୍କ କାଲି ଯୋଉ କଥା କହିଛନ୍ତି ସେଗୁଡା ଯେମିତି ଭୋଟ ଚୋରି କୁହନ୍ତୁ, ପ୍ରାର୍ଥୀ ଚୋରି କୁହନ୍ତୁ, ସେଟା ଗଲା ବାସ୍ତବ ଆମେ ଦେଖୁଛୁ କହିଲେ, ବା ଭୋଟ ଚୋରି ସଂକ୍ରାନ୍ତରେ ସେଇ ଦଳ ଉଠେଇଥିଲା ପ୍ରସଙ୍ଗ, ନିର୍ବାଚନ 2024 ନିର୍ବାଚନ ପରେ ସେଟା ପରସୁ କଲେ କି ସେମାନେ? ସେଟା ପରସୁ କରୁନାହାନ୍ତି। ସେ ରେକର୍ଡ ଯିଏ ସ୍ରଷ୍ଟା, ଯେ ରେକର୍ଡର ମାଲିକ ହେଇଥିଲେ ଯେ ସିଏ ବର୍ତ୍ତମାନ ବିଜେପିରେ ଯୋଗ ଦେଲେଣି। ଦୁଇ, ସେ କିନ୍ତୁ କାଲି କଥାବାର୍ତ୍ତା ଭିତରେ ଏଇ କଥା କାହା ଭିତରେ କିନ୍ତୁ ଗୋଟେ ସେଣ୍ଟେନ୍ସ ଯୋଉ କହିଲେ ବିଜେପି ତାଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ବିଶ୍ୱାସଘାତକତା କରିଛନ୍ତି, ସେ ବିଶ୍ୱାସଘାତକତା କଣ ତାଙ୍କୁ ବିଶ୍ୱାସ ଦେଇଥିଲା ଯୋଉଟାକୁ ରକ୍ଷା କଲେ ନାହିଁ ବିଜେପି, ସେଇଟା ଜାଣିବା ଦରକାର।
সেটা আমি সেତେବେଳେ ବି ଅନେକ ପ୍ରଶ୍ନ କରିଛେ ଯେ ଯୋଉ ଦଳ ବିଧାନସଭାରେ 40 କେତେ ଭୋଟ ପାଉଛି 40.4% ଭୋଟ ପାଉଛି ବିଧାନସଭାରେ ସେ ଦଳ ଲୋକସଭାରେ କେମିତି ଗୋଟିଏ ଆସନ ପାଉନି ଏଇ ଯୋଉ ବୁଝାମଣା ହେଇଥିଲା ସେ ବଦଳରେ କିଛି ପ୍ରତିଶ୍ରୁତି ସେମାନେ ଦେଇଥିଲେ କି ଯୋଉ ପ୍ରତିଶ୍ରୁତି ବିଜେପି ରକ୍ଷା କରିନି ଏଇଟା ହେଇପାରେ କିନ୍ତୁ ସେ କଥା ସେ କହୁନାହାନ୍ତି ସେ ଖାଲି ଗୋଟେ ସେଣ୍ଟେନ୍ସ କହି ଛାଡି ଦେଇଛନ୍ତି ମୁଁ କହୁଛି ସେଟା ଏକ୍ସପ୍ଲାନେସନ ଦରକାର ପଡୁଛି ସ୍ପଷ୍ଟୀକରଣ ଦରକାର ପଡୁଛି ସାର୍ ଆଉ ଗୋଟେ କଥା କାଲି ସମସ୍ତେ ଏତେ ଦିନ ପରେ ନିର୍ବାଚନ ଗୋଟେ ସାଧାରଣ ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କୁ ଦେଖିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ କ୍ୱେଶ୍ଚିନ୍ ଆସୁଛି ଯେ ୟାକୁ ନେଇ କ'ଣ କହିବେ? ନାଇଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଆମେ ତ ପ୍ରଥମରୁ କହିଛୁ ଯୋଉଥିପାଇଁ ଗଲା ନିର୍ବାଚନ ସେ ପ୍ରଚାର କରିଛନ୍ତି କି ବର୍ଷରେ ଗଲା ନିର୍ବାଚନ ପ୍ରଚାର କରିନାହାନ୍ତି ଏପରିକି ଦିଦିଟା ନିର୍ବାଚନରେ ଛିଡା ହେଲେ କେବଳ ନମିନେସନ ଦେବା ବ୍ୟତୀତ ସେ ନିର୍ବାଚନ ପ୍ରଚାର କରିବାକୁ ସେଠି ଯାଇନାହାନ୍ତି ଗୋଟେ ନିର୍ବାଚନ ମଣ୍ଡଳୀ ହାରିଗଲେ ସେ କାହିଁକିନା ନମିନେସନ ଦିନ ଯିବା ବ୍ୟତୀତ ତାପରେ ସେଠିକି ଆଦୌ ସେ ଯାଇ ହିଁ ନାହାନ୍ତି ସେ ଦିଥର ସେ ନିର୍ବାଚନ ମଣ୍ଡଳୀ ଯାଇଥାନ୍ତେ ହୁଏତ ସେ ନିର୍ବାଚନ ଏଭଳି ହାରି ନଥାନ୍ତେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସେତେବେଳେ ଥିଲା ଖୋଦ ନରେନ୍ଦ୍ର ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଗୁରୁତର ପ୍ରଶ୍ନ ବି କରିଥିଲେ ଆପଣ ଜାଣିଛନ୍ତି ଏବଂ ସେ କହିଲେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାର କାରଣ କ'ଣ ଆମେ ସରକାରକୁ ଆସିଲେ ଏଇ ସମୟରେ ଗୋଟେ କମିଟି ଗଠନ କରି ତାଙ୍କ ସ୍ୱାସ୍ଥ୍ୟ କାହିଁ ବିଗିଡିଲା ତାର କାରଣ ଅନୁସନ୍ଧାନ କରିବୁ ଅବଶ୍ୟ ସେଟା ସେ କଲେ ନାହାନ୍ତି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ନେଇ ସେତେବେଳେ ହିଁ ପ୍ରଶ୍ନ ଥିଲା ଏବେ ବି ପ୍ରଶ୍ନ ଅଛି